ସତେ ଯେମିତି କଙ୍ଗନା ରଣାୱତଙ୍କର ଅଭିଶାପ ତାଙ୍କ ଉପରେ ପଡ଼ିଯାଇଛି। ବିଛା ମନ୍ତ୍ର ନ ଜାଣି ସାପ ଗାତରେ ଯଦି ହାତ ମାରିବେ କଣ ହବ ପରିଣତି ସମସ୍ତଙ୍କୁ ଜଣା। ଏମିତି କିଛି ଘଟଣା ଘଟିଛି ଉଦ୍ଧବ ଠାକରେଙ୍କ ସହିତ। ଆଜି ଶିବସେନା ଉଦ୍ଧବ ଗୋଷ୍ଠୀର ଯୋଉ 9 ଜଣ ସାଂସଦ ଥିଲେ ଏମ୍ପି, ସେଥିମଧ୍ୟରୁ 6 ଜଣ ଏମ୍ପି ତାଙ୍କର ହାତ ଛାଡ଼ି ଦେଇଛନ୍ତି। ଆଉ ସେ ଯୋଗ ଦେଇଛନ୍ତି କୋଉଠି ନା ତାଙ୍କର ଯିଏ ଦଳର ପୁରୁଣା ଶତ୍ରୁ ଏକନାଥ ସିନ୍ଧେ ତାଙ୍କ ସହିତ ଯାଇ ହାତ ମିଶାଇଛନ୍ତି। ଆଜି ତାଙ୍କ ପାଖରେ କେବଳ 3ଟି ହିଁ ଏମ୍ପି ଅଛି। এইটা ଶିବସେନା ଭାଙ୍ଗିବାର ଏଇଟା ପ୍ରଥମ ଘଟଣା ନୁହେଁ। ଆ ପୂର୍ବରୁ ମଧ୍ୟ ଶିବସେନାକୁ ଭଙ୍ଗା ଯାଇଛି। ଆଉ ଭାଙ୍ଗିଛି କିଏ? ଖୋଦ୍ ତାଙ୍କର ପୁରୁଣା ଗଠବନ୍ଧନର ସବୁଠୁ ବିଶ୍ୱସ୍ତ ଦଳ ଭାରତୀୟ ଜନତା ପାର୍ଟି। ମନେ ପକାନ୍ତୁ 2019 ନିର୍ବାଚନରେ ଦୁଇ ଦଳ ମିଶି ଯେତେବେଳେ ନିର୍ବାଚନ ଲଢିଥିଲେ ବିଜେପି ଆଉ ଶିବସେନା, ସେତେବେଳେ ଯେତେବେଳେ ନିର୍ବାଚନ ପରେ ଜିତିବା ପରେ ହଠାତ୍ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖାଗଲା। ଆଉ ସେ ସମୟରେ ସିଏ କଣ କଲେ, ଆମର ଗୃହମନ୍ତ୍ରୀ ଅମିତ ଶାହ ଆଉ ଫଡନବିସ ଦେବେନ୍ଦ୍ର ଫଡନବିସ ଉଭୟଙ୍କ ସହ କୌଣସି ପ୍ରକାର କଥାବାର୍ତ୍ତା ହେଲେ ନାହିଁ। ଆଉ ଗୋଟିଏ ଯିଏ ଧରିଲେ ମୁଖ୍ୟମନ୍ତ୍ରୀ ମୁଁ ହେବି। କିନ୍ତୁ ବିଜେପି ସେତେବେଳେ ତାଙ୍କର ଏଇ କଣ୍ଡିସନରେ ରାଜି ହେଇନଥିଲା। ତାପରେ ସେ କଣ କଲେ ନା ବାଲା ସାହେବ ଠାକରେଙ୍କର ଚିର ଶତ୍ରୁ କଂଗ୍ରେସ ସହିତ ହାତ ମିଶେଇ ଆଉ ମହାରାଷ୍ଟ୍ରର ଚାଣକ୍ୟ ଶରଦ ପାୱାରଙ୍କ ସହିତ ଗଠବନ୍ଧନ କରି ସେ ମୁଖ୍ୟମନ୍ତ୍ରୀ ଗାଦିରେ ବସି ପଡ଼ିଲେ। ହେଲେ ସେ ଜାଣିନଥିଲେ ଆର ଦୁଷ୍ପରିଣତି 2026 ମସିହାରେ ମତେ ଆଜି ଭୋଗିବାକୁ ପଡିବ। ସେ ଜାଣିନଥିଲେ ଯୋଉ ସାପଟା ସହିତ ଯୋଉ ସେ ଲଢେଇ କରୁଛନ୍ତି ସିଏ ହଉଛନ୍ତି ଖୋଦ୍ ଅମିତ ଶାହ। ସେ ଥରେ ଯାହାକୁ ରାଜନୈତିକରେ ତାକୁ ଟାର୍ଗେଟ କରିବେ ତାକୁ ସେ ଛାଡିବା ଲୋକ ନୁହନ୍ତି। ଦିନ ଥିଲା ମହାରାଷ୍ଟ୍ରରେ ବାଲା ସାହେବ ଠାକରେଙ୍କର ପାଦ ଛେଚିଲେ ମହାରାଷ୍ଟ୍ର ଥରୁଥିଲା। ଆଉ ବମ୍ବେରେ ବିନା ଶିବସେନାରେ ଅନୁମତିରେ ଗଛର ପତ୍ର ହଲୁନଥିଲା। ଆଜି ଏଇ ଯୋଉ ରାଜନୈତିକ ଉଚ୍ଚାଭିଳାଷ ଖୁଦ ଶିବସେନାକୁ ଆଉ ଉଦ୍ଧବ ଠାକରେଙ୍କୁ ବର୍ବାଦ କରିଦେଇଛି କହିଲେ ଭୁଲ ହବ ନାହିଁ। ଆଜି କିନ୍ତୁ ମାତଶ୍ରୀରେ ବସି ଅତୀତର ସ୍ମୃତିକୁ ମନେ ପକେଇବା ଛଡା, ପଶ୍ଚାତାପ କରିବା ଛଡା ତାଙ୍କ ପାଖରେ ଅନ୍ୟ ଆଉ କିଛି ଗତି ନାହିଁ। ଲାଗୁଛି ସତେ ଯେମିତି କଙ୍ଗନା ରଣାୱତଙ୍କର ଅଭିଶାପ ତାଙ୍କ ଉପରେ ପଡ଼ିଯାଇଛି। ଆପଣ ମନେ ପକାନ୍ତୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ଉଦ୍ଧବ ଠାକରେ, ସେତେବେଳେ ରାଜନୈତିକ ଶତ୍ରୁତା କାରଣରୁ କଙ୍ଗନା ରଣାୱତଙ୍କର ଘରେ ବୁଲଡୋଜର ଚଲେଇ ଦେଇଥିଲେ। ଆଉ ସେତେବେଳେ କହିଥିଲେ କଙ୍ଗନା ରଣାୱତ, ଆଜି ତୁ ମୋର ଘର ଭାଙ୍ଗୁଛୁ, ଦିନେ ତୋର ଭଗବାନ ଘର ଭାଙ୍ଗିବ। ଆଉ ଆଜି ସେଇଟା କୋଉଠି ନା କୋଉଠି ସତରେ ପରିଣତ ହେଇଛି। ସେ ଯାହା ବି ହଉ, ଏଇ ଘଟଣାଟା କେବଳ ମହାରାଷ୍ଟ୍ରରେ ପ୍ରଭାବ ପକେଇନି, ଅନ୍ୟ ରାଜନୈତିକ ଦଳମାନଙ୍କ ଉପରେ ମଧ୍ୟ ପ୍ରଭାବ ପକେଇ ସାରିଲାଣି। କାହିଁକି? ପ୍ରଥମେ କଲିକତା ବଙ୍ଗ, ତାପରେ ଓଡ଼ିଶା, ତାପରେ ପଞ୍ଜାବ, ଏବେ ମହାରାଷ୍ଟ୍ର। ନେକ୍ସଟ କିଏ? ଅଖିଳେଶ ସିଂ। ମନେ ରଖନ୍ତୁ, ଏଇଟା ଖୁବ ଶୀଘ୍ର ଅପରେସନ ଟାଇଗର ପରେ ଆଉ ଅପରେସନ ଅଖିଳେଶ ବି ହେଇପାରେ।